କେଉଁମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର 50,000 ଟଙ୍କାର ଭାଉଚର। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା। କେଉଁମାନେ ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଇ ପାରିବେ, ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ରୂପେ ଆଲୋଚନା କରିବା। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଯେଉଁମାନେ ବି ଏହି ଯୋଜନାରେ ଆପ୍ଲାଏ କରିବେ ସେମାନଙ୍କ ପାଖରେ ଏହି 10ଟି କାଗଜପତ୍ର ଥିବା ନିହାତି ଆବଶ୍ୟକ। ରାଜ୍ୟର ମହିଳାମାନଙ୍କୁ ସଶକ୍ତି କରିବା ପାଇଁ ରାଜ୍ୟ ସରକାର 50,000 ଟଙ୍କାର ଭାଉଚର ସୁଭଦ୍ରା ଯୋଜନା ଆକାରରେ ଦେଉଛନ୍ତି। କେଉଁମାନେ ଏହି ଯୋଜନାର ଫାଇଦା ଉଠାଇ ପାରିବେ? 39 ବୟସରୁ 59 ବୟସ ମଧ୍ୟରେ ଥିବା ରାଜ୍ୟର ସମସ୍ତ ମହିଳା ଯେଉଁମାନେ କି ବିବାହିତ ସେମାନଙ୍କୁ ଏହି ଯୋଜନାର ଟଙ୍କା ପ୍ରଦାନ କରାଯିବ। ଏବେ ଚାଲନ୍ତୁ ଦେଖିବା ଏଥିରେ କେଉଁ କେଉଁ କାଗଜପତ୍ର ସବୁ ଲାଗିବ। ସୁଭଦ୍ରା ଯୋଜନା ନିମନ୍ତେ କେଉଁ କେଉଁ କାଗଜପତ୍ର ସବୁ ଆବଶ୍ୟକ ରହିଛି। ଯେପରିକି ଏଠାରେ ତୁମେମାନେ ଦେଖିପାରୁଥିବ କି ଏଥିରେ ସର୍ବପ୍ରଥମେ ତୁମମାନଙ୍କର ଆଧାର କାର୍ଡ଼ଟି ଲାଗିବ। ତାପରେ ତୁମମାନଙ୍କର ଗୋଟିଏ ପାସପୋର୍ଟ ସାଇଜ୍ ଫଟୋ ଲାଗିବ। ଏହା ସହିତ ତୁମମାନଙ୍କର ରେସନ କାର୍ଡ଼ଟି ରହିବା ନିହାତି ଆବଶ୍ୟକ, କାରଣ ଏଠାରେ ରେସନ କାର୍ଡ଼ ମଧ୍ୟ ଲାଗୁଅଛି। ରେସନ କାର୍ଡ଼ ପରେ ଆୟର ପ୍ରମାଣପତ୍ର ବା ଇନକମ୍ ସାର୍ଟିଫିକେଟ୍ ମଧ୍ୟ ଲାଗିବ। ଆଉ ଗୋଟିଏ କଥା ଧ୍ୟାନ ରଖିବେ କି ଆପଣମାନଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବରଟି ଲିଙ୍କ ହେବା ନିହାତି ଆବଶ୍ୟକ। 6 ନମ୍ବରରେ ରହିଛି କି ତୁମମାନଙ୍କର ବ୍ୟାଙ୍କ ପାସବୁକ୍ଟି ଲାଗିବ। ଏହା ସହିତ ତୁମମାନଙ୍କର ଜମି ପଟ୍ଟା ମଧ୍ୟ ଲାଗିବ। ଏହି ଯୋଜନାରେ ଆପ୍ଲାଏ କଲାବେଳେ ଯେଉଁ ପାସବୁକ୍ଟି ତୁମେମାନେ ଦେଇଥିବ ସେହି ପାସବୁକ୍ରେ ତୁମମାନଙ୍କର ଆଧାର କାର୍ଡ଼ଟି ଲିଙ୍କ ହେବା ନିହାତି ଆବଶ୍ୟକ। ଏହାପରେ ତୁମମାନଙ୍କର ବାସସ୍ଥାନର ପ୍ରମାଣପତ୍ର ବା ରେସିଡେନ୍ସ ସାର୍ଟିଫିକେଟ୍ ମଧ୍ୟ ଏଠାରେ ଲାଗିବ। ଏହାପରେ ତୁମମାନଙ୍କର ସର୍ବଶେଷରେ ଯେଉଁଟା ରହିଛି 10 ନମ୍ବରରେ କି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମାଣପତ୍ର। ଯେଉଁ ମହିଳାମାନେ ଏହି ଯୋଜନାରେ ଆପ୍ଲାଏ କରିବାକୁ ଯାଉଛନ୍ତି ସେମାନେ SHG ଗ୍ରୁପରେ ଥିବା ନିହାତି ଆବଶ୍ୟକ, କାରଣ SHG ଗ୍ରୁପର ଡକୁମେଣ୍ଟ ଏଠାରେ ଲାଗିବ। ତ ଯେଉଁମାନଙ୍କର ରେସନ କାର୍ଡ଼ ରହିଅଛି ଏବଂ ମହିଳାମାନେ SHG ଗ୍ରୁପରେ ସାମିଲ ହୋଇଛନ୍ତି ସେମାନେ ଏହି ଯୋଜନାର ଫାଇଦା ଉଠାଇ ପାରିବେ। ଯାହା ପାଖରେ ରେସନ କାର୍ଡ଼ ନାହିଁ ସେମାନେ ଏହି ଯୋଜନାରେ ଆପ୍ଲାଏ କରିପାରିବେ ନାହିଁ। ଏହା ଥିଲା ସୁଭଦ୍ରା ଯୋଜନାକୁ ନେଇ କିଛି ଖବର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଭିଡ଼ିଓକୁ ଗୋଟିଏ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ରେ ସେଟ୍ କରିଦେବେ, ଯାହାଦ୍ୱାରା ଏମିତି ନୂଆ ନୂଆ ଭିଡ଼ିଓ ଗୁଡ଼ିକ ସର୍ବପ୍ରଥମେ ଦେଖିପାରିବେ।